ଆଜି ଆମେ ଏକ ଏଭଳି ସମୟକୁ ଯିବା ଯେତେବେଳେ ସମୟ ନିଜେ ବି ଆରମ୍ଭ ହୋଇନଥିଲା। ଆଚ୍ଛା। ଆମ ପାଖରେ ଶ୍ରୀମଦ୍ ଭାଗବତର ଏକ ଓଡ଼ିଆ ଅନୁବାଦର କିଛି ଅଂଶ ଅଛି। ଏହା ସୃଷ୍ଟିର ଠିକ୍ ପୂର୍ବ ମୁହୂର୍ତ୍ତକୁ ବର୍ଣ୍ଣନା କରୁଛି। ବହୁତ ଆକର୍ଷଣୀୟ ବିଷୟ। କଳ୍ପନା କରନ୍ତୁ, ଚାରିଆଡ଼େ କେବଳ ଅସୀମ ଜଳରାଶି, ଆଉ ସେହି ଜଳ ଉପରେ ଏକ ବିଶାଳ ପଦ୍ମଫୁଲ। ହୁଁ। ଆଉ ସେହି ପଦ୍ମ ଉପରେ ବସିଛନ୍ତି ସ୍ୱୟଂ ସୃଷ୍ଟିକର୍ତ୍ତା ବ୍ରହ୍ମା। କିନ୍ତୁ ସେ ଶାନ୍ତ ନୁହନ୍ତି, ସେ ପୁରା ଦ୍ୱନ୍ଦ୍ୱରେ ଅଛନ୍ତି। କାହିଁକି? ତାଙ୍କୁ ସମଗ୍ର ବ୍ରହ୍ମାଣ୍ଡ ସୃଷ୍ଟି କରିବାର ଅଛି, କିନ୍ତୁ କେଉଁଠୁ ଆରମ୍ଭ କରିବେ, କେମିତି କରିବେ, ସେ କିଛି ଜାଣିପାରୁନାହାନ୍ତି। ଏଇଠୁ ହିଁ ପରମେଶ୍ୱର ବିଷ୍ଣୁଙ୍କ ସହ ତାଙ୍କର ଆଲୋଚନା ଆରମ୍ଭ ହେଉଛି। ହଁ, ଆଉ ଏହି ଆଲୋଚନାଟା କେବଳ ଗୋଟେ ପୌରାଣିକ କାହାଣୀ ନୁହେଁ। ନା, ବିଲକୁଲ ନୁହେଁ। ଏହା ଭିତରେ ଦର୍ଶନର ବହୁତ ଗଭୀର ପ୍ରଶ୍ନ ସବୁ ଲୁଚି ରହିଛି। ଜଣେ ସୃଷ୍ଟିକର୍ତ୍ତା ନିଜେ ଯେତେବେଳେ ସନ୍ଦେହରେ ପଡ଼ନ୍ତି, ସେ ତାଙ୍କ ମୂଳ ଶକ୍ତିଠାରୁ କିଭଳି ମାର୍ଗଦର୍ଶନ ଆଶା କରନ୍ତି? ଠିକ୍। ଆମର ଆଜିର ଲକ୍ଷ୍ୟ ହେଉଛି ଏହି ସଂଳାପ ଭିତରୁ ସୃଷ୍ଟି, ମାୟା, ଭକ୍ତି ଏସବର ପ୍ରକୃତ ଅର୍ଥ ବାହାର କରିବା। ଚାଲନ୍ତୁ ଦେଖିବା, ସୃଷ୍ଟିର ଏହି କସ୍ମିକ୍ ବ୍ଲୁପ୍ରିଣ୍ଟ ଆମକୁ କ'ଣ କହୁଛି। ଠିକ୍ ଅଛି, ତେବେ ଆରମ୍ଭ କରିବା। ବ୍ରହ୍ମା ନିଜର ପ୍ରାର୍ଥନା ଆରମ୍ଭ କରୁଛନ୍ତି ନିଜର ଅସହାୟତା ପ୍ରକାଶ କରି। ସେ କହୁଛନ୍ତି, ଏ ଜୀବ ତୋର ମାୟାବଶବର୍ତ୍ତୀ, କାହୁଁ ଜାଣିବେ ତୋର ଗତି। ସିଧା ସ୍ୱୀକାର କରୁଛନ୍ତି। ହଁ, ସେ ସିଧାସଳଖ ମାନି ଯାଉଛନ୍ତି ଯେ ସବୁ ଜୀବ ଏକ ମାୟାରେ ବାନ୍ଧି ହୋଇଛନ୍ତି, ଆଉ ସେଥିପାଇଁ ଈଶ୍ୱରଙ୍କୁ ଜାଣିପାରୁନାହାନ୍ତି। ତେବେ ଏଇ ଯୋଉ ମାୟା ଶବ୍ଦ, ଏହାର ପ୍ରକୃତ ଅର୍ଥ କ'ଣ? ଏହା କ'ଣ କେବଳ ଗୋଟେ ଭ୍ରମ? ଦେଖନ୍ତୁ, ଏହି ଗ୍ରନ୍ଥ ଅନୁସାରେ ମାୟା କେବଳ ଗୋଟେ ଭ୍ରମ ନୁହେଁ, ଏହା ଏକ ବାସ୍ତବ ଶକ୍ତି। ଶକ୍ତି? ହଁ, ସାଂସାରିକ ଆସକ୍ତିର ଶକ୍ତି, ଯାହା ଆମକୁ ସତ୍ୟଠାରୁ ଦୂରେଇ ରଖେ। ଏହାକୁ ବହୁତ ସ୍ପଷ୍ଟ ଭାବେ ବର୍ଣ୍ଣନା କରାଯାଇଛି। ଯେପରି ସୁହୃ ଶୋକ ବନ୍ଧୁସ୍ନେହ ଆଉ ସନ୍ତତି ଜାୟା ଜାତିକୁଳ, ମାନେ ଆମ ପରିବାର, ବନ୍ଧୁ, ସନ୍ତାନ ଏସବୁ ପ୍ରତି ଯୋଉ ମୋହ। ଆଚ୍ଛା, ସେଇ ମୋହ। ହଁ, ତାହା ହିଁ ମାୟାର ରୂପ, ଆଉ ଏଇଟା ହିଁ ଆମର ସବୁ ଦୁଃଖ, ଚିନ୍ତା ଆଉ ଭୟର ମୂଳ କାରଣ। ମାନେ ଆମର ଇନ୍ଦ୍ରିୟଗୁଡ଼ିକ ହିଁ ଆମକୁ ବାନ୍ଧି ରଖିବାର ମାଧ୍ୟମ। ହଁ, କିନ୍ତୁ ଏଠି ଗୋଟେ ଚମତ୍କାର କଥା ଅଛି। ଏ ଗ୍ରନ୍ଥ ଇନ୍ଦ୍ରିୟକୁ ଦମନ କରିବା କଥା କହୁନାହିଁ, ତେବେ ବରଂ ସେହି ଇନ୍ଦ୍ରିୟକୁ ହିଁ ମୁକ୍ତିକୁ ମାଧ୍ୟମ ବୋଲି କହୁଛି। କାରଣ ଏ ମାୟା ଏତେ ଶକ୍ତିଶାଳୀ ଯେ ଏମିତିକି ବଡ଼ ବଡ଼ ଜ୍ଞାନୀଙ୍କ ମନକୁ ବି ବିଭ୍ରାନ୍ତ କରିପାରେ। ଏଇଠି ହିଁ ତାହେଲେ ଭକ୍ତିର ଧାରଣା ଆସୁଛି, ଆଉ ଏହାର ବର୍ଣ୍ଣନା ମୋତେ ବହୁତ ଆକର୍ଷଣୀୟ ଲାଗିଲା। ଏହା କୌଣସି ଆବଷ୍ଟ୍ରାକ୍ଟ ଜିନିଷ ନୁହେଁ। କେମିତି? ଏଠି କୁହାଯାଇଛି, ଈଶ୍ୱରଙ୍କର ପାଦପଦ୍ମ ଗନ୍ଧକୁ ନାକରେ ଶୁଙ୍ଘିବା, ତାଙ୍କର ନାମକୁ କାନରେ ଶୁଣିବା, ଆଉ ତାଙ୍କ ଗୁଣକୁ ଜିଭରେ ଗାଇବା। ଏହା ତ ପୁରା ଏକ ଶାରୀରିକ ଇନ୍ଦ୍ରିୟଗତ ଅନୁଭବ ପରି ଲାଗୁଛି। ଏକଦମ। ଏହା ହିଁ ଏହାର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଦିଗ। ଏହାଦ୍ୱାରା ଭକ୍ତିର ଯେଉଁ ଅମୂର୍ତ୍ତ ଧାରଣା, ତାକୁ ମୂର୍ତ୍ତ ରୂପ ଦିଆଯାଇଛି। ଆଚ୍ଛା। ଯେଉଁ ଆଖି ସଂସାର ଦେଖିବାକୁ ଚାହେଁ, ସେଇ ଆଖିରେ ଈଶ୍ୱରଙ୍କୁ ଦେଖ। ଯେଉଁ କାନ ସଂସାରର କଥା ଶୁଣେ, ସେଇ କାନରେ ଈଶ୍ୱରଙ୍କ ନାମ ଶୁଣ। ମାନେ ଇନ୍ଦ୍ରିୟଗୁଡ଼ିକର ଦିଗ ପରିବର୍ତ୍ତନ। ଠିକ୍, ଯେମିତି ଗୋଟେ ନଈର ସୁଅକୁ ବଦଳି ଦିଆଯାଏ। ତେଣୁ ଯେଉଁ ଇନ୍ଦ୍ରିୟ ବନ୍ଧନର କାରଣ ଥିଲା, ସେଇଟା ହିଁ ମୁକ୍ତିର ଦ୍ୱାର ପାଲଟିଯାଏ। ତାହେଲେ ଯଦି ମାୟା ଆମ ଇନ୍ଦ୍ରିୟକୁ ବାନ୍ଧୁଛି, ଆଉ ସେହି ଇନ୍ଦ୍ରିୟ ଦ୍ୱାରା ହିଁ ମୁକ୍ତି ମିଳିବ, ତେବେ ଈଶ୍ୱରଙ୍କ ସ୍ଥାନ କେଉଁଠି? ସେ କ'ଣ ଏଇ ଖେଳଠାରୁ ସମ୍ପୂର୍ଣ୍ଣ ଅଲଗା? ବୋଧହୁଏ ବ୍ରହ୍ମା ଏହାର ଉତ୍ତର ଦେଉଛନ୍ତି ଯେତେବେଳେ ସେ କହୁଛନ୍ତି, ତୁ ବିଶ୍ୱ ସୃଷ୍ଟି ମୂଳ ଏକ, ତ ତାହୁ ପ୍ରକାଶ ଅନେକ। ନା, ଏହି ଗ୍ରନ୍ଥ ଅନୁସାରେ ଈଶ୍ୱର କେବଳ ଜଣେ ଅଲଗା ସୃଷ୍ଟିକର୍ତ୍ତା ନୁହନ୍ତି। ତାହେଲେ ଏହି ପଦଟି ଏକ ସର୍ବେଶ୍ୱରବାଦୀ ଦୃଷ୍ଟିକୋଣକୁ ଦେଖାଉଛି। ମାନେ ବିଷ୍ଣୁ କେବଳ ସୃଷ୍ଟିର କାରଣ ନୁହନ୍ତି, ବରଂ ସେ ସମସ୍ତ ସୃଷ୍ଟିର ଉତ୍ସ ଆଉ ଉପାଦାନ, ଦୁଇଟା ଯାକ। ଗୋଟେ ମିନିଟ୍, ଏ କଥାଟା ମୋତେ ଟିକେ ଅଟକେଇ ଦେଉଛି। କାରଣ ପରେ ବିଷ୍ଣୁ ନିଜେ କହୁଛନ୍ତି, ସେ ସବୁ ପ୍ରାଣୀଙ୍କ ଭିତରେ ଇନ୍ଧନ ମଧ୍ୟ ଅଗ୍ନି ଯେହେନେ ବିଦ୍ୟମାନ। ହଁ, ଏହା ଏକ ଅଦ୍ଭୁତ ଉପମା। କାଠ ଭିତରେ ନିଆଁ। ଏହାର ଅର୍ଥ ତ ଏହା ହେଲା ଯେ ଈଶ୍ୱର କେବଳ ବାହାରୁ ଦେଖୁନାହାନ୍ତି, ସେ ଆମ ଭିତରେ ହିଁ ଅଛନ୍ତି, ଗୋଟେ ଅପ୍ରକାଶିତ ସମ୍ଭାବନା ଭାବରେ। ଏହା ତ ପୁରା ଦୃଷ୍ଟିକୋଣ ବଦଳି ଦେଉଛି। ଏକଦମ। କାଠକୁ ନ ଦେଖିଲେ ନିଆଁ ଦେଖାଯାଏ ନାହିଁ, କିନ୍ତୁ ତା ଭିତରେ ନିଆଁର ସମ୍ଭାବନା ସବୁବେଳେ ଥାଏ। ଠିକ୍ ସେମିତି ପ୍ରତ୍ୟେକ ଜୀବ ଭିତରେ ଈଶ୍ୱରୀୟ ଅଂଶ ସୁପ୍ତ ଅବସ୍ଥାରେ ଅଛି।
ଆଉ ଏହି କଥା ବୁଝିଗଲେ ହିଁ ବ୍ରହ୍ମାଙ୍କର ପରବର୍ତ୍ତୀ କଥାର ଗୁରୁତ୍ୱ ବୁଝାପଡ଼େ। ସେ କହୁଛନ୍ତି, ଈଶ୍ୱର ନିଷ୍କାମ ଯୋଗେ ତୁ ସୁଲଭ କିନ୍ତୁ ସକାମ ଭକ୍ତିରେ ଦୁର୍ଲଭ। ଏହାକୁ ଟିକେ ସରଳ ଭାବରେ ବୁଝାଇବାକୁ ଗଲେ ଏହାର ଅର୍ଥ କ'ଣ? ଏହା ଯେ ଆମେ କ'ଣ କରୁଛୁ ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ, ବରଂ କେଉଁ ଭାବନାରେ କରୁଛୁ ତାହା ହିଁ ମୁଖ୍ୟ। ହଁ, ଏହା ହିଁ ତ ମୂଳ ବିଷୟ। ସକାମ ଭକ୍ତି ମାନେ କିଛି ପାଇବାର ଆଶାରେ ଭକ୍ତି କରିବା, ଯେମିତି ଧନ, ସମ୍ମାନ ଏସବୁ। ହଁ, କିନ୍ତୁ ନିଷ୍କାମ ଯୋଗ ହେଉଛି କୌଣସି ଫଳାଫଳର ଆଶା ନ ରଖି କେବଳ ପ୍ରେମ ଭାବରେ କାମ କରିବା। ଏହି ଗ୍ରନ୍ଥ ବାହ୍ୟ କର୍ମକାଣ୍ଡ ଅପେକ୍ଷା ଭିତରର ଭାବନାକୁ ହିଁ ସବୁଠୁ ବେଶି ଗୁରୁତ୍ୱ ଦେଇଛି। ଆଉ ଏହା କେବଳ ଭକ୍ତିରେ ସୀମିତ ନୁହେଁ। ନା, ବିଲକୁଲ ନୁହେଁ। ଏହା ନୈତିକତାକୁ ବି ଆଧ୍ୟାତ୍ମିକତାର ଶିଖରରେ ରଖୁଛି। ଗୋଟିଏ ପଦ ଅଛି, ଯେ ସର୍ବଭୂତେ ଦୟା ଚିନ୍ତି ତା ସମ ତ୍ରିଦଶେ ନୁଅନ୍ତି। ଓହୋ, ଏହା ବହୁତ ଶକ୍ତିଶାଳୀ କଥା। ମାନେ ଯେଉଁ ବ୍ୟକ୍ତି ସବୁ ପ୍ରାଣୀଙ୍କ ପ୍ରତି ଦୟାଭାବ ରଖେ ତା ସହିତ ଦେବତାମାନେ ବି ସମାନ ନୁହନ୍ତି। ହଁ, ଆଉ ଏହା ହିଁ ପ୍ରକୃତ ନିଷ୍କାମ ଯୋଗର ଗୋଟେ ରୂପ। ଯେତେବେଳେ ଜଣେ ବୁଝିଯାଏ ଯେ ସବୁ ଜୀବଙ୍କ ଭିତରେ ସେଇ ଗୋଟିଏ ଈଶ୍ୱରୀୟ ଅଗ୍ନି ଅଛି, ସେତେବେଳେ ସମସ୍ତଙ୍କ ପ୍ରତି ଦୟା ଆଉ କରୁଣା ଆପେ ଆପେ ଆସିଯାଏ। କିନ୍ତୁ ଏଠି ଗୋଟେ ଦ୍ୱନ୍ଦ୍ୱ ସୃଷ୍ଟି ହେଉଛି। କ'ଣ? ଯଦି ଇନ୍ଦ୍ରିୟକୁ ଈଶ୍ୱରଙ୍କ ଆଡ଼କୁ ନେଲେ ମୁକ୍ତି ମିଳେ, ତେବେ ବ୍ରହ୍ମାଙ୍କର ଚିନ୍ତା କ'ଣ ପାଇଁ? ସେ ତ ନିଜେ ଈଶ୍ୱରଙ୍କୁ ସାମ୍ନାରେ ଦେଖୁଛନ୍ତି, ତାଙ୍କ ସହ କଥା ହେଉଛନ୍ତି। ଏଇଟା ଏକ ଭଲ ପ୍ରଶ୍ନ। ତାଙ୍କ ଇନ୍ଦ୍ରିୟ ତ ପୁରା ଈଶ୍ୱରଙ୍କଠାରେ ଲାଗିଛି, ତଥାପି ସେ ସୃଷ୍ଟି କାର୍ଯ୍ୟରେ ହଜିଯିବାର ଭୟ କରୁଛନ୍ତି। ଏହା ଟିକେ ଅଜବ ଲାଗୁନି କି? ନା, ଏହା ଅଜବ ନୁହେଁ। ବ୍ରହ୍ମାଙ୍କର ସମସ୍ୟା ଈଶ୍ୱରଙ୍କୁ ଦେଖିବାରେ ନାହିଁ। ତାଙ୍କ ସମସ୍ୟା ହେଉଛି ସୃଷ୍ଟି ଭଳି ଏକ ବିଶାଳ ଜଟିଳ କାର୍ଯ୍ୟ ଆରମ୍ଭ କରିବାରେ। ଆଚ୍ଛା। ଯେକୌଣସି ବଡ଼ କାମ କଲାବେଳେ କର୍ତ୍ତାଭାବ, ମାନେ ମୁଁ କରୁଛି ବୋଲି ଅହଙ୍କାର ଆସିପାରେ। ଓ, ବୁଝିଲି। ଏହି ଅହଙ୍କାର ହିଁ ମନକୁ ଚଞ୍ଚଳ କରେ। ତେଣୁ ବିଷ୍ଣୁଙ୍କ ଉତ୍ତର ଏକା ସାଙ୍ଗରେ ଏକ ଆଶ୍ୱାସନା ଏବଂ ଏକ ଆଦେଶ। ସେ ବ୍ରହ୍ମାଙ୍କୁ ଦୁଃଖ ନ କରିବାକୁ କହି ତପ କରିବାକୁ ନିର୍ଦ୍ଦେଶ ଦିଅନ୍ତି। ତେବେ ଏହି ତପ କ'ଣ? ଆମେ ତ ତପ କହିଲେ ଘୋର ଜଙ୍ଗଲରେ ଧ୍ୟାନ କରିବା ବୁଝୁ। ନା, ଏଠାରେ ବିଷ୍ଣୁଙ୍କ ଉତ୍ତରରେ ତପ ଶବ୍ଦର ବ୍ୟବହାର ବହୁତ ଗୁରୁତ୍ୱପୂର୍ଣ୍ଣ। ଏଠି ତପର ଅର୍ଥ କେବଳ ଧ୍ୟାନରେ ବସିବା ନୁହେଁ। ତାହେଲେ କ'ଣ? ଏହାର ଅର୍ଥ ହେଉଛି ଗଭୀର ଏକାଗ୍ରତା ବା ଇଣ୍ଟେନ୍ସ କନସେଣ୍ଟ୍ରେସନ୍। ଯେମିତି ଜଣେ ବୈଜ୍ଞାନିକ ଗୋଟେ ସମସ୍ୟା ସମାଧାନ ପାଇଁ ନିଜକୁ ଭୁଲିଯାଏ। ଆଚ୍ଛା, ସେହିଭଳି ଏକ ମାନସିକ ଏକାଗ୍ରତା? ହଁ, ଏହା ଏକ ପ୍ରସ୍ତୁତି। ଏହି ତପ ଦ୍ୱାରା ହିଁ ସୃଷ୍ଟି ପାଇଁ ଆବଶ୍ୟକ ବିଦ୍ୟାବଳ ବା ଜ୍ଞାନର ଶକ୍ତି ମିଳିବ। ଆଉ ସେ ଏକ ପ୍ରତିଶ୍ରୁତି ମଧ୍ୟ ଦେଉଛନ୍ତି, ଯାହା ମୋତେ ଲାଗୁଛି ଏହି ପୂରା ଆଲୋଚନାର ସବୁଠୁ ମହତ୍ତ୍ୱପୂର୍ଣ୍ଣ ଅଂଶ। କେଉଁଟା? ସେ କହୁଛନ୍ତି, ମୋ ଅନୁଗ୍ରହେ ତୋର ମନ କେବେହେଁ ନୋହିବଟି ଛନ୍ନ। ଏହାର ଅର୍ଥ, ସୃଷ୍ଟିକର୍ତ୍ତାଙ୍କୁ କେବଳ ଜ୍ଞାନ ଦରକାର ନାହିଁ, ବରଂ ସେହି କାମ କଲାବେଳେ ମାନସିକ ସନ୍ତୁଳନ ପାଇଁ ଈଶ୍ୱରୀୟ କୃପାର ବି ଦରକାର ଅଛି। ଏକଦମ। ଯାହାଫଳରେ ସେ ନିଜେ ସେହି ସୃଷ୍ଟିର ମାୟାରେ ଫସି ନ ଯିବେ। ଆଉ ଏହା ସାଂଖ୍ୟ ଦର୍ଶନର ରଜଗୁଣ ଧାରଣା ସହିତ ଜଡ଼ିତ। ରଜଗୁଣ? ହଁ, ଦେଖନ୍ତୁ, ପ୍ରକୃତିର ତିନୋଟି ଗୁଣ, ସତ୍ତ୍ୱ, ରଜ ଓ ତମ। ରଜ ହେଉଛି କର୍ମ, ଆବେଗ ଆଉ ସୃଷ୍ଟିର ଶକ୍ତି। ଏହା ହିଁ ବ୍ରହ୍ମାଙ୍କୁ କାମ କରିବାକୁ ପ୍ରେରଣା ଦେବ। କିନ୍ତୁ ଏହାର ବିପଦ ବି ଅଛି। ହଁ, ଏହା ଅହଙ୍କାର ଆଉ ଆସକ୍ତି ସୃଷ୍ଟି କରେ। ତେଣୁ ବିଷ୍ଣୁ କହୁଛନ୍ତି, ଏ ରଜଗୁଣେ ଯେତେ ଭାବ କେବେ ହିଁ ତୋତେ ନ ଲାଗିବ। ମାନେ ତାଙ୍କ କୃପା ଏକ ପ୍ରକାର ଆଧ୍ୟାତ୍ମିକ ସେଫ୍ଟି ଭାଲ୍ଭ ପରି କାମ କରିବ। ଏକଦମ ଠିକ୍ ଧରିଛନ୍ତି। ଏହା ଏକ ସୁରକ୍ଷା କବଚ, ଯାହା ବ୍ରହ୍ମାଙ୍କୁ ରଜଗୁଣ ବ୍ୟବହାର କରିବାକୁ ଦେବ, କିନ୍ତୁ ତାର ନକାରାତ୍ମକ ପ୍ରଭାବରୁ ବଞ୍ଚାଇବ। ଏହା ହିଁ ତ ନିଷ୍କାମ କର୍ମର ଶ୍ରେଷ୍ଠ ଉଦାହରଣ। ତେବେ ଏସବୁର ସାରାଂଶ କ'ଣ? ଏହି ବ୍ରହ୍ମାଣ୍ଡୀୟ ସଂଳାପରେ ଯେ ନିଜେ ସୃଷ୍ଟିକର୍ତ୍ତା, ସେ ମଧ୍ୟ ଦ୍ୱନ୍ଦ୍ୱରେ ପଡ଼ି ମାର୍ଗଦର୍ଶନ ଖୋଜୁଛନ୍ତି, ଆଉ ଉତ୍ତରରେ ତାଙ୍କୁ କୌଣସି ସରଳ ଷ୍ଟେପ୍ ବାଇ ଷ୍ଟେପ୍ ଗାଇଡ୍ ମିଳୁନି। ନା, ଉତ୍ତରଟି ହେଉଛି ଏକ ଆଭ୍ୟନ୍ତରୀଣ ରୂପାନ୍ତରଣର ପଥ। ଏହା ଦର୍ଶାଉଛି ଯେ କୌଣସି ବଡ଼ କାମ ଆରମ୍ଭ କରିବା ପୂର୍ବରୁ ପ୍ରଥମେ ନିଜକୁ ମୂଳ ଉତ୍ସ ସହିତ ଯୋଡ଼ିବା ଦରକାର। ଏବଂ ଭକ୍ତି ମାଧ୍ୟମରେ। ହଁ, ସଂସାରରେ ସଠିକ୍ କର୍ମ କରିବାର ଚାବିକାଠି କେବଳ ବାହ୍ୟ କୌଶଳ ନୁହେଁ, ବରଂ ନିଜ ଭିତରର ସ୍ପଷ୍ଟତା ଆଉ ଶୁଦ୍ଧତା। ଆଉ ଏହି ଆଲୋଚନାର ଶେଷରେ ବିଷ୍ଣୁ ଏକ ଆଶ୍ଚର୍ଯ୍ୟଜନକ ଆଦେଶ ଦେଉଛନ୍ତି। ସେ ବ୍ରହ୍ମାଙ୍କୁ କହୁଛନ୍ତି ଯେ ପ୍ରଳୟ ସମୟରେ
ଯେଉଁ ଜୀବମାନେ ତାଙ୍କ ଭିତରେ ଲୀନ ହୋଇଯାଇଥିଲେ ହଁ, ସେମାନଙ୍କୁ ସେମାନଙ୍କ ପୂର୍ବକର୍ମ ଅନୁସାରେ ପୁନର୍ବାର ସୃଷ୍ଟି କରାଯାଉ। ଆଉ ଏହା ହିଁ ଏହି ଗ୍ରନ୍ଥର ସବୁଠୁ ବଡ଼ ଚମକପ୍ରଦ ତଥ୍ୟ। ଆମେ ଭାବୁ ସୃଷ୍ଟି ମାନେ କିଛି ନୂଆ ତିଆରି ହେବା। କିନ୍ତୁ ଏଠି କୁହାଯାଉଛି ସୃଷ୍ଟି ଏକ ନୂଆ ଆରମ୍ଭ ନୁହେଁ। ନୁହେଁ, ଏହା ଏକ ପୁରୁଣା ହିସାବର ପୁନରାବୃତ୍ତି। ବ୍ରହ୍ମା ଜଣେ କଳାକାର ପରି ଖାଲି କାନଭାସରେ ନୂଆ ଚିତ୍ର ଆଙ୍କୁ ନାହାନ୍ତି, ବରଂ ଜଣେ ପୁରାତତ୍ତ୍ୱବିତ୍ ପରି ପୂର୍ବରୁ ଥିବା ଜିନିଷକୁ ହିଁ ପୁଣି ସାମ୍ନାକୁ ଆଣୁଛନ୍ତି। ଏହା ତ ସମୟ ଏବଂ କର୍ମକୁ ଦେଖିବାର ଦୃଷ୍ଟିକୋଣକୁ ପୁରା ବଦଳାଇ ଦେଉଛି। ସୃଷ୍ଟି ଏଠାରେ ଏକ ରୈଖିକ ବା ଲିନିୟର ଘଟଣା ନୁହେଁ। ବରଂ ଏହା ଏକ ଚକ୍ରୀୟ ବା ସାଇକ୍ଲିକାଲ ପ୍ରକ୍ରିୟା। ତେବେ ଏହା ଶେଷରେ ଆମ ପାଇଁ ଏକ ବଡ଼ ପ୍ରଶ୍ନ ଛାଡ଼ିଯାଉଛି। ପ୍ରକୃତ ସ୍ୱରୂପ କ'ଣ? ଆମେ ଯାହା କରୁଛୁ ତାହା କ'ଣ ଆମ ଅତୀତ କର୍ମର ଏକ ବାଧ୍ୟତାମୂଳକ ଫଳ? ନା, ଆମ ପାଖରେ ଏକ ସମ୍ପୂର୍ଣ୍ଣ ନୂଆ ପଥ ସୃଷ୍ଟି କରିବାର ସ୍ୱାଧୀନତା ଅଛି। ଏହି ପ୍ରଶ୍ନ ଉପରେ ଚିନ୍ତା କରିବା ପାଇଁ ଏହି ଗ୍ରନ୍ଥ ଆମକୁ ଛାଡ଼ି ଦେଉଛି।